गुड मॉर्निंग फ्रेंड जय जगन्नाथ। आज मिनी ब्लॉगटे आपण स्वागत। ଆଉ ସକାଳୁ ଉଠି ମିନି ବ୍ଲଗ୍ ଷ୍ଟାର୍ଟ କରିଛି। ଆଉ ଚାଲନ୍ତୁ ଏବେ ଫ୍ରେଶ୍ ଟିକେ ହେଇପଡ଼ିବା। ଆଉ ଆମେ ଫ୍ରେଶ୍ ହେବା ପାଇଁ କୋଲଗେଟ୍ ବ୍ରଶ୍ ନେଇକି ଏବେ ବାହାରି ଯିବୁ। ଟିକେ ଗଚର ଗଚର କରିନେଲେ ବ୍ରଶ୍ କରିବା ଟାଇମ୍ରେ ମୋ ସାମ୍ନାରେ ପଡ଼ିଲା ଯେ ଆମର କୁକୁଡ଼ା ମୋତେ କ'ଣ ପାଇଁ ଚାହୁଁଛି। ସେ ଭାବିଲା କି ମୁଁ ଖାଇବା ନେଇକି ଆସିଛି। ଆରେ ନାଇଁ, ଆରେ ମୁଁ ତ ବ୍ରଶ୍ କରୁଛି। ଆଉ ବହୁତ କ'ଣ ପାଇଁ ଆସିଛି ଆପଣ ମନେ ତ ଡାଉଟ୍ ହେଉଥିବ। ତ ସେ ସାଇକେଲ ଦେବା ପାଇଁ ଆସିଥିଲା ଆଉ ସାଇକେଲ ଦେଇକି ଚାଲିଗଲା। ତ ସାଇକେଲ କ'ଣ ପାଇଁ ଦେଲା? ଆଜି ମୁଁ ଯାଉଛି ବିଲକୁ, ଆଉ ବିଲରେ ଆମର ମେସିନ୍ରେ ଧାନ କାଟା ହେବ। ତ ଧାନ କାଟିବା ପାଇଁ ତ ଚାଲିଗଲେ। ତ ଫାଇନାଲି ବିଲରେ ଆସିକି ପହଞ୍ଚିଗଲେ। ଆଉ ଦେଖିପାରୁଥିବ ମାଣବସା ସଂକ୍ରାନ୍ତି ବି ଆସିଛି। ଆଜି ତ ବୁଧବାର, କାଲିକି ଗୁରୁବାର। ଆଉ ସେଥିପାଇଁ ମା' ଧାନ ଟିକେ ପ୍ରସ୍ତୁତ କରୁଛନ୍ତି ମା' ଲକ୍ଷ୍ମୀ ପାଖରେ ଛିଡ଼ିବା ପାଇଁ। ଆଉ ମୁଁ ବି ଟିକେ ହେଲ୍ପ କରିଦେନି ମା'ଙ୍କ ସହ। ଏବେ ଦେଖିପାରୁଥିବେ ଫାଇନାଲି ଆମର ପାଳି ଆସିଯାଇଛି ଧାନ କାଟିବା ପାଇଁ। ଏବେ ଦେଖିପାରୁଥିବେ ମେସିନ୍ ମୋ ପଛରେ, ମେସିନ୍ ବି ଆସିଯାଉଛି। ଆଉ ମେସିନ୍ ଆସିଗଲା ପରେ ଆମର ବି ଧାନ କାଟା ସରିଯିବ। ଦେଖିପାରୁଥିବ କୋଉ ଆସିଗଲା ମେସିନ୍। ତାପରେ ଆମର ବି ଧାନ କାଟା ଚାଲିଛି। ଆଉ କେତେ ସୁନ୍ଦର ସେ ଧାନଟି ଆମର କାଟି ଦେଉଛି। ଆଉ ଧାନ କାଟି ସାରିଲା ପରେ ଧାନ ଆମର ଆଉ ଯେଇଠି ଢାଳିବା କଥା ସେଇଠି ଢାଳି ଦେଉଛି।